ମଶାଣିର ମାଟି ତଳୁ ଉଦ୍ଧାର ହେଲା ଗଳିତ ଶବ। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ହୀରାପୁର ଗ୍ରାମର ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ନିଜ ଝିଅର ମୃତ୍ୟୁ ପରେ କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଜାଣିବା ପାଇଁ ସିନାପାଲା ଥାନାରେ ମୃତ ମହିଳାଙ୍କ ମା ଲିଖିତ ଅଭିଯୋଗ କରିବା ପରେ ଗାଁ ମଶାଣିର ମାଟି ତଳୁ ଗଳିତ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସିନାପାଲି ପୋଲିସ ସୂତ୍ରରୁ ପ୍ରକାଶଯୋଗ୍ୟ ଯେ ସିନାପାଲି ବ୍ଲକ ଗଡ଼ାଳ ଗ୍ରାମ ପଞ୍ଚାୟତର ବ୍ରାହ୍ମଣପଡ଼ା ଗ୍ରାମର ମୀନା ମାଝୀଙ୍କୁ ହୀରାପୁର ଗ୍ରାମର ଅନୁରାମ ମାଝୀ 8 ବର୍ଷ ତଳେ ସାମାଜିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ହେଲେ କୌଣସି କାରଣରୁ ମୀନା ମାଝୀଙ୍କ ମଙ୍ଗଳବାର ଦିନ ମୃତ୍ୟୁ ଘଟିଥିଲା। ସେହି ରାତ୍ରିରେ ଗାଁ ମଶାଣିରେ ଶବ ପୋତା ଯାଇଥିଲା। ହେଲେ ଏ ଘଟଣାକୁ ମୃତକ ମହିଳାର ମା ସନ୍ଦେହ ପ୍ରକାଶ କରି ସିନାପାଲି ଥାନାରେ ଅଭିଯୋଗ କରିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ବାହାର କରାଯାଇ ପ୍ରଥମେ ଭାବନୀପାଟଣା ତାପରେ ବଲାଙ୍ଗୀର ପରୀକ୍ଷାଗାରକୁ ପଠାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ଗୁରୁବାର ପୂର୍ବାହ୍ନ 11 ଘଟିକା ସମୟରେ ସିନାପାଲି ବିଡିଓ ଅବିନାଶ ଲାଗ୍ରା, ସିନାପାଲି ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କ ଉପସ୍ଥିତିରେ ଭବାନୀପାଟଣା ସାଇଣ୍ଟିଫିକ୍ ଦଳ ପହଞ୍ଚି ଶବ ଉଦ୍ଧାର କରିଥିଲେ। କିନ୍ତୁ ମୃତ୍ୟୁର ପ୍ରକୃତର କାରଣ ଏଯାଏଁ ଜଣାପଡ଼ିନାହିଁ। ଅଭିଯୋଗକୁ ଭିତ୍ତି କରି ସିନାପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ପୁଲିସ ସୂତ୍ରରୁ ପ୍ରକାଶ। ମୃତ ମହିଳାଙ୍କ ସ୍ୱାମୀ କାମ ଅନ୍ୱେଷଣରେ ଗୋଆକୁ ଚାଲିଯାଇଥିବା ବେଳେ ଗାଁକୁ ଫେରୁଥିବା ଜଣାପଡ଼ିଛି। ମୃତକ ମହିଳାଙ୍କର ଏକ 7 ବର୍ଷର ପୁଅ ଥିବା ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।